କାହାଣୀଟିଏ ଉତ୍ତର ବୟସେ ତୁମେ ହିଁ ସାଥୀ। କାହାଣୀଟି ଆଜିକାଲିର ସମାଜର ପରିସ୍ଥିତି ଦେଖି ଆଜିକାଲିର ଯେଉଁ ଯୁବପିଢ଼ି ଏବଂ ତାଙ୍କର ପୂର୍ବବର୍ତ୍ତୀ ପିଢ଼ି ଉଭୟଙ୍କର ସଂଘର୍ଷ ସେହି ଉପରେ କାହାଣୀ ଏବଂ ସ୍ୱାମୀ ସ୍ତ୍ରୀର ସମ୍ପର୍କର କାହାଣୀ। ଶୁଣିବା କାହାଣୀ ଉତ୍ତର ବୟସେ ତୁମେ ହିଁ ସାଥୀ। ଏଇ ବୟସରେ ଆମର ଏମିତି ଅଲଗା ହେଇ ରହିବାର ଥିଲା। ଜୀବନ ଯାକ ତ ତମେ ଆମର ଘର ପରିବାର ଆଉ ପିଲାମାନଙ୍କ ପାଇଁ ନିଜକୁ ଚିପୁଡ଼ି ଦେଲ। ମୁଁ ମଧ୍ୟ ମୋର ସମ୍ପୂର୍ଣ୍ଣ ସମୟ ଅଫିସ ପାଇଁ ଦେଲି। ଭାବିଥିଲି ଅବସର ପରେ ମୋର ଅଫିସ ପାଇଁ ଆଉ କିଛି ଦାୟିତ୍ୱ ରହିବନି। ମୁଁ ମୁକ୍ତ ବିହଙ୍ଗ। ମୋର ସବୁତକ ସମୟ କେବଳ ତମ ପାଇଁ ରହିବ। ବାପା ମା ଆରପାରିରେ, ପିଲାମାନେ ବାହା ହେଇ ଯିଏ ଯାହାର ସଂସାର କଲେଣି। ତମେ ମଧ୍ୟ ମୁକ୍ତ ହୋଇଗଲ ବନ୍ଧନରୁ। ହେଲେ ଭାରି ଗଳାରେ ପତ୍ନୀ ରୀତାଙ୍କୁ କହୁଥିଲେ ସୁଶାନ୍ତ ବାବୁ। ଆଉ କ'ଣ କରିବା କୁହ? ଆମର ଚାକିରିଆ ବୋହୂକୁ ପୁଅ ବି ଚାକିରିଆ, ଦୁହେଁ ଅଫିସ ଯିବେ। ନାତିକୁ କିଏ ରଖିବ? 6 ମାସର କ୍ଷୀରଖିଆ ଛୁଆଟା। ବାହାର ଲୋକ ହାତରେ କ'ଣ ପିଲାଟାକୁ ଦେଇହବ? ବାପା ମା ଦିଟା ଶାନ୍ତିରେ ଅଫିସ କରିପାରିବେ କହିଲ? ଆଜିକାଲି ସୋସିଆଲ ମିଡ଼ିଆରେ କେତେ କଥା ଶୁଣିବାକୁ ମିଳୁଛି। କେଜାଣି କିଏ ଆୟା ରହିବ ଆଉ ଆମ ନାତିକୁ କେମିତି ରଖିବ? ଭାବିଲେ ବି ମୋ ଦେହ ଥରିଯାଉଛି। ମୋତେ କ'ଣ ଭଲ ଲାଗୁଛି ତମଠୁ ଦୂରରେ ରହିକି? ରୀତା ଦୀର୍ଘଶ୍ୱାସ ଭରି କହିଲେ। ମୁଁ ବି ଚାଲି ଆସନ୍ତି ତମମାନଙ୍କ ପାଖକୁ, କିନ୍ତୁ ମୁଁ ନଥିଲେ ଏଇ ଜମିବାଡ଼ି କିଏ ଦେଖିବ? ବଡ଼ ପୁଅ ତ କଟକରେ ଚାକିରି କଲା, ସାନ ଏକାଥରେ ରାଜ୍ୟ ବାହାରେ। ଘରେ ତ କେହି ବୋଲେ କେହି ନାହିଁ। ଦିଟା ଫୁଟେଇ 2 ଥର ଖାଉଛି। ରାତିରେ ଗୋଡ଼ ଘୋଳି ହେଲେ ନିଜେ ନିଜେ ଟିକେ ସୋରିଷ ତେଲ ବୋଳି ହେଇ ପଡ଼ୁଛି। ଫୋନରେ ସେପଟୁ ସୁଁ ସୁଁ ହୋଇ କାନ୍ଦୁଥିଲେ ରୀତା। ତାଙ୍କ ମନ ପରିବର୍ତ୍ତନ ପାଇଁ ସୁଶାନ୍ତ ବାବୁ କହିଲେ, ନାତି ଟୋକା କ'ଣ କରୁଛି? ଠିଆ ଠିଆ ହେଲାଣି ପରା। ବର୍ଷେ ତ ହେଇଯିବ। ରୁହ, ଦୌଡ଼ିବ ଯେତେବେଳେ ତମର ମଜା ବାହାର କରିବ। ହୋ ହୋ ହୋଇ ହସିଲେ ସୁଶାନ୍ତ ବାବୁ। ଭାରି ଦୁଷ୍ଟ ହେଲାଣି ଏବେ। ମୋତେ ଚାଖୁରୁ ଜମା ଛାଡ଼ୁନି। ଆସୁନ ଏ ମାସ ଶେଷ ଆଡ଼କୁ ଦେଖିବ ତାକୁ। ଆଗରୁ ଯେମିତି ମାସକୁ ଥରେ ଆସୁଥିଲ, ଏବେ ତ ସେତିକି ବି କରୁନ, କଟାକ୍ଷ କଲେ ରୀତା। ଆସିବି ବୋଲି ଭାବିଛି ତ। ଆମ୍ବ ସବୁ ପାଚି ଆସିଲାଣି। ସନାକୁ ଡକେଇକି ସବୁ ତୋଳିଦେବି। ସେଥିରୁ ବସ୍ତେ ନେଇକି ଯିବି। ବୋହୂ ଆମର ଆମ୍ବ ଖାଇବାକୁ କେତେ ଭଲ ପାଏ। ବାକି ସବୁ ବାଣ୍ଟି ଦେବି ସ୍କୁଲ ପିଲାଙ୍କୁ। ସତରେ ରୀତା, ଆଗ ସମୟଟା ଭଲ ଥିଲା। ମୋ ବୋଉ ନାତି ନାତୁଣୀଙ୍କୁ ସମ୍ଭାଳୁଥିଲା, ତମେ ରୋଷେଇ କରୁଥିଲ, ସମସ୍ତଙ୍କ ଖାଇବା କଥା ବୁଝୁଥିଲ, ସବୁଦିନ ରାତିରେ ବାପା ବୋଉଙ୍କ ଗୋଡ଼ରେ ତେଲ ମାଲିସ କରୁଥିଲ। ଏବେ ବୁଝୁଛି, ଏଇ ବୟସରେ ତମର ବି ମନ ହେଉଥିବ ଟିକେ ଗୋଡ଼ରେ ହାତରେ କିଏ ହାତ ମାରନ୍ତା, ଆରାମ ଟିକେ ମିଳନ୍ତା। ଛାଡ଼, ରଖୁଛି। ନାତି ଶୋଇପଡ଼ିଲେ କାଲି ଏତିକି ବେଳକୁ ଫୋନ୍ କରିବି। ସେ ଟୋକା ତ ନହେଲେ ଫୋନ୍ ଧରେଇ ଦେବନି। ସକାଳ 9ଟାରୁ ରାତି 8ଟା ପର୍ଯ୍ୟନ୍ତ ନାତିକୁ ସମ୍ଭାଳି ଘରର ଯାବତୀୟ କାମ କରନ୍ତି ରୀତା। ନିତ୍ୟକର୍ମ ସାରି ବୋହୂ ସକାଳ 8ଟାରେ ତା ରୁମ୍ରୁ ବାହାରେ। ସେତେବେଳକୁ ରୀତା 4ଟା ରାତିରୁ ଉଠି ଦୁଆରେ ପାଣି ଛିଞ୍ଚି ଗାଧୁଆ ପୂଜା ସାରି ଜଳଖିଆ ତିଆରି କରି ସାରିଥାନ୍ତି। ଖରାବେଳେ ଖାଇବା ପାଇଁ ପିଲାଙ୍କ ଟିଫିନ୍ ମଧ୍ୟ ପ୍ୟାକ୍ କରିଦିଅନ୍ତି। ରୋଷେଇ ଘରେ ଶାଶୁକୁ ସାହାଯ୍ୟ କରିବା ପାଇଁ ବୋହୂ ବିଚାରୀର ଆଉ ସମୟ କାହିଁ? ରବିବାର ଗୋଟିଏ ଦିନ ଛୁଟି। ସେଦିନ ବାହାର କାମ ରହିଥାଏ। ସ୍ୱାମୀ ସ୍ତ୍ରୀ ମିଶି ପରିବା ସଉଦାପତ୍ର କିଣିବାକୁ ବଜାରକୁ ଯାଆନ୍ତି। କେବେ କେମିତି ହୋଟେଲକୁ ଯାଆନ୍ତି ଖାଇବା ପାଇଁ। ରୀତାଙ୍କୁ ସାଙ୍ଗରେ ଯିବା ପାଇଁ ମଧ୍ୟ ବାଧ୍ୟ କରନ୍ତି ପୁଅ ବୋହୂ। କିନ୍ତୁ ବାହାର ଖାଦ୍ୟ ତାଙ୍କୁ ପସନ୍ଦ ନୁହେଁ ବୋଲି ସିଏ ଯାଆନ୍ତିନି। ରୀତା ମନେ ପକାନ୍ତି ତାଙ୍କ ବାସର ରାତିର କଥା। ସୁଶାନ୍ତ ବାବୁ ତାଙ୍କଠାରୁ କଥା ନେଇଥିଲେ ତାଙ୍କର ପ୍ରଥମ କର୍ତ୍ତବ୍ୟ ରହିତ ବୃଦ୍ଧ ପିତାମାତାଙ୍କ ପାଇଁ, ତାପରେ ଅନ୍ୟ କଥା। ରୀତା ସେମିତି ହିଁ କରିଛନ୍ତି। ସ୍ୱାମୀ ଚାକିରି କରୁଥିଲେ ବାହାରେ, ମାସରେ ଥରେ 2 ଥର ପାଇଁ ଘରକୁ ଆସନ୍ତି। ବାପା ମାଙ୍କ ପାଇଁ ପତ୍ନୀଙ୍କୁ କେବେ ସାଙ୍ଗରେ ନେଇପାରିନାହାନ୍ତି। ସେମାନେ ଯିବା ପରେ ପିଲାମାନଙ୍କ ଦାୟିତ୍ୱ। ଅବସର ପରେ ଘରକୁ ବଡ଼ ବୋହୂ ଆସିଲା। ବଡ଼ ବୋହୂ ହେଲା ଗର୍ଭବତୀ। ତାକୁ ଜଗିବା ପାଇଁ ପ୍ରଥମ କରି ଗାଁ ଛାଡ଼ି ସହରକୁ ଆସିଲେ ରୀତା। ସାଧାସିଧା ବେଶ ପୋଷାକ ଏବଂ ସରଳ କଥାବାର୍ତ୍ତା କରୁଥିବା ଏଇ ନାରୀଟିକୁ ଦେଖିଲେ କେହି କହିପାରିବେ ନାହିଁ ସେ ଜଣେ ଉଚ୍ଚଶିକ୍ଷିତା ବୋଲି।
ନାତି ବଡ଼ ହେଲା, ସ୍କୁଲକୁ ଗଲା। କାମ କରିବା ପାଇଁ ଗାଁରୁ ଝିଅଟିଏ ଆଣି ସୁଶାନ୍ତ ବାବୁ ପୁଅ ଘରେ ରଖିଲେ। ସାଙ୍ଗରେ ନେଇ ଆସିଲେ ରୀତାଙ୍କୁ। ଏତେ ବର୍ଷ ପରେ ଏକାଠି ହେଲେ ଦୁଇ ପ୍ରାଣୀ। ଏଇ ବୟସରେ ଆଉ ଶରୀର ଅଭିପ୍ସା ନଥାଏ। ଯେତେବେଳେ ଥିଲା ସେତେବେଳେ କର୍ତ୍ତବ୍ୟ ଦାୟରେ ଦୁହେଁ ଅଲଗା ରହୁଥିଲେ। ତତଲା ଦୀର୍ଘଶ୍ୱାସରେ କେତେ ରାତି ବିତିଛି। ଦେହ ଖୋଜିଛି ସାଥୀର ଉଷୁମ ସ୍ପର୍ଶ। ବର୍ତ୍ତମାନ ଆଉ ସେସବୁର କାମନା ନାହିଁ। ସାଥୀଟି କିନ୍ତୁ ସବୁବେଳେ ପାଖରେ ରହୁ ବୋଲି ମନ ଚାହୁଁଛି। ଦେହ ପା ଅସହ୍ୟ ହେଲେ ତା ବିନା ଆଉ କିଏ ବୁଝିପାରିବ? ଗୋଡ଼ ଅଣ୍ଟା ବିନ୍ଧିଲେ କହିବା ଆଗରୁ କିଏ ତେଲ ଘଷି ଦେବ? ମନ ଚାହୁଁଥିବା ଖାଦ୍ୟ କିଏ ରାନ୍ଧିଦେବ? ଭୋଜନ ପରିସି ଦେଇ ପାଖରେ ବସି ଅଠୁ ଲ ଯାଏଁ କିଏ ଗପିବ? ଲାଗୁଥିଲା ଯେମିତି ନୂଆ ନୂଆ ପ୍ରେମ ହେଇଛି। ଏକାଠି ସକାଳ ଚାହା ପିଇବା ଠାରୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ କେହି କାହାରିଠୁ ଅଲଗା ହେଉନଥାନ୍ତି। କେତେ ଗପ! ପ୍ରଥମ ଦେଖାଠାରୁ ଆଜି ପର୍ଯ୍ୟନ୍ତ ବିଗତ ଦିନର କେତେ କଥା, ପିଲାମାନଙ୍କର କଥା, ଏମିତି କେତେ ଗପ। କେବେ କେମିତି ଝରଣା ଆଡ଼େ ଚାଲିଯାଆନ୍ତି ବୁଲିବା ପାଇଁ। ମନେ ପକାନ୍ତି ସେମାନଙ୍କର ପ୍ରଥମ ଦେଖାର ପହିଲି ପୁଲକ କଥା। ସୁଶାନ୍ତ ବାବୁ ଯେତେବେଳେ ବାସର ରତି କଥା ପକାନ୍ତି, ଏଇ ବୟସରେ ବି ଲାଜେଇ ଯାଆନ୍ତି ରୀତା। ଗୋଲାପୀ ହୋଇଯାଏ ଚିବୁକ। ମୁଗ୍ଧ ନୟନରେ ତାଙ୍କୁ ଅପଲକ ଅନାଇ ରହନ୍ତି ସୁଶାନ୍ତ ବାବୁ। ଫୋନରେ ସେଦିନ ବୋହୂ ମନ ଦୁଃଖ କରି କହୁଥିଲା, ବୋଉ ତମେ ତମ ନାତିକି ଛାଡ଼ି ରହିଲ କେମିତି ମ? ସିଏ ବି କ'ଣ ତମକୁ ଛାଡ଼ି ରହିପାରୁଛି? ସବୁବେଳେ ଖୋଜୁଛି। ଆଉ କିଛି ବର୍ଷ ରହିଯାଆନ୍ତନି ଏଠି, ଆଉ ଟିକେ ବଡ଼ ହେଇଯାଆନ୍ତା ପିଲାଟା। ତୋ ଶ୍ୱଶୁରଙ୍କ ଦେହ ତ ଭଲ ରହୁନି ରେ ମା। କ'ଣ କରିବି, ତାଙ୍କୁ ତ ପୁଣି ଦେଖିବି। ଉତ୍ତର ବୟସରେ ସିଏ କ'ଣ ହାତରେ ରାନ୍ଧିକି ଖାଇପାରୁଛନ୍ତି? ଏବେ ପୁଣି ବ୍ଲଡ଼ ପ୍ରେସର ବାହାରିଲାଣି। ନିଜ ଦେହ ଯେ କେତେ ଖରାପ ଲାଗୁଛି ସେ କଥା ଆଉ ବୋଉକୁ କହିଲେ ନାହିଁ। ଉତ୍ତର ଭାରତ ବୁଲିବା ପାଇଁ ତୀର୍ଥଯାତ୍ରୀ ଟ୍ରେନରେ ଟିକଟ କାଟିଛନ୍ତି ସୁଶାନ୍ତ ବାବୁ। ରୀତାଙ୍କର ଅନେକ ବର୍ଷର ଇଚ୍ଛା ଥିଲା। କେତେଥର କହିଛନ୍ତି ମଧ୍ୟ ସିଏ। ଗାଁର ଆଉ କେତେଜଣ ମଧ୍ୟ ଯାଉଛନ୍ତି। ଆଉ 4 ଦିନ ପରେ ବାହାରିବେ। ଜିନିଷପତ୍ର ବନ୍ଧାବନ୍ଧି ପ୍ରାୟ ସରିଲାଣି। ଆଉ ଯାହା ଛୋଟିଆ ମୋଟିଆ ଟୁକଟୁଟାକର କାମ ବାକି ଅଛି। 15 ଦିନ ପାଇଁ ହଳିଆ ହରିକୁ ଦାୟିତ୍ୱ ଦେଇଛନ୍ତି ତାଙ୍କ ଘର ଜଗିବା ପାଇଁ। ସେଥିପାଇଁ 2000 ଟଙ୍କା ମଧ୍ୟ ତାକୁ ଦେଇଛନ୍ତି। ଖାଇ ପିଇ ଶୋଇବାକୁ ବାହାରିଛନ୍ତି। ସାନ ପୁଅର କଲ୍ ଆସିଲା। କଣ୍ଠରେ ଖୁସିର ଫୁଲଝରି। ପଚାରୁଥିଲା, କହିଲୁ ବୋଉ ମୋ ମନ ଆଜି କାହିଁକି ଏତେ ଖୁସି? ନ କହିଲେ କେମିତି ଜାଣିବି ଯେ? କହୁନୁ କ'ଣ ହେଇଛି? ପ୍ରମୋସନ ହେଇଛି କି ତୋର? କହୁଥିଲୁ ହବ ବୋଲି। ରୀତା କହିଲେ, ଏବେ ତ ରିପୋର୍ଟ ଆସିଲା ଯେ ମୁଁ ବାପା ହେବିଲୋ ବୋଉ। ଠାକୁର ଏତେ ବର୍ଷ ପରେ ଆମ ଡାକ ଶୁଣିଲେ, ସାନ ପୁଅ କହିଲା। ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ ରୀତା। 7 ବର୍ଷ କାଳ କେତେ ପୂଜାବ୍ରତ କରିନାହାନ୍ତି ସିଏ। ଯାହା ହେଉ ଶେଷରେ ଖୁସି ଆସିଲା ଘରକୁ। ଫୋନ୍ ସ୍ପିକରରେ ଥିଲା। ସୁଶାନ୍ତ ବାବୁ ମଧ୍ୟ ଶୁଣିଲେ। ଖୁସିରେ ନାଚି ଉଠିଲେ ବୁଢ଼ାବୁଢ଼ୀ 2 ଜଣ। ତୀର୍ଥକୁ ଯିବା ପୂର୍ବରୁ ଠାକୁର ତୀର୍ଥର ଫଳ ଦେଇଦେଲେ। ବୋଉ ଶୁଣେ, ତୁ ତ ଜାଣିଛୁ କେତେ ବର୍ଷ ପରେ ସୁଲଗ୍ନା ମା ହେବାକୁ ଯାଉଛି। ଆମେ ଆଉ ରିସ୍କ ନେବାକୁ ଚାହୁଁନୁ। ତୋର ଆଉ ବାପାଙ୍କର ଫ୍ଲାଇଟ୍ ଟିକେଟ୍ କାଟିକି ପଠାଇ ଦେଉଛି। ଆସିବ। ବାପା ପଛେ କିଛି ଦିନ ରହିକି ତୋତେ ଏଠି ଛାଡ଼ିଦେଇ ଗାଁକୁ ଫେରିଯିବେ। ପରସ୍ପର ମୁହଁକୁ ଅନେଇ ରହିଲେ ସୁଶାନ୍ତ ବାବୁ ଓ ରୀତା। ଶୁଖିଗଲା ରୀତାଙ୍କ ମୁହଁ। କ'ଣ ସବୁ ଭାବିଥିଲେ ଆଉ କ'ଣ ହେଇଗଲା? ମୁଁ କହୁଛି ଶୁଣୁଚୁଟିଲ ବୋଉ? ରୀତାଙ୍କୁ ନୀରବ ରହିବା ଦେଖି ସାନ ପୁଅ କହିଲା। ଆମେ ପରା ଉତ୍ତର ଭାରତ ବୁଲି ଯାଉଛୁ, ଧୀର ସ୍ୱରରେ ରୀତା କହିଲେ। ମୁଁ କ'ଣ ମନା କଲି କି ଯିବାକୁ? ତମେ ବୁଲିକି ଫେରିଲେ ମୁଁ ଫ୍ଲାଇଟ୍ ଟିକେଟ୍ କରିବି। ବାପାଙ୍କ ଦେହ ଭଲ ରହୁନି ଏବେ। ତାଙ୍କୁ ଛାଡ଼ିକି କେମିତି ଯିବି? ବାପା ତ ଜମିବାଡ଼ି ଛାଡ଼ି ବେଶୀ ଦିନ କେଉଁଠି ରହିପାରିବେନି। ନଡ଼ିଆ ପାକଳ ହେଉଣୁ ଚୋର ତୋଳିକି ନେଇଯାଉଛନ୍ତି। ବିଲରେ ପରିବା ଲାଗିଛି। ଧାନ ଜମିରେ ଧାନ ପାଚିଲାଣି। ବଡ଼ ଭାଉଜ ପାଇଁ ଏତେ ବର୍ଷ କଲୁ, ଆଉ ମୋ ସ୍ତ୍ରୀ ପାଇଁ ଏତିକି କରିବୁନି? ଏଥର ସାନ ପୁଅ କଣ୍ଠରେ ସାମାନ୍ୟ ବିରକ୍ତି ଥିଲା। ଦୁଃଖରେ ଭାଙ୍ଗି ପଡ଼ିଲେ ରୀତା। ଛଳଛଳ ହୋଇଗଲା ତାଙ୍କ ଆଖି। ନିଜ ରକ୍ତର ସନ୍ତାନ ପୁଣି ଏତେ ସ୍ୱାର୍ଥପର ହୋଇପାରନ୍ତି? 63 ବର୍ଷ ଚାଲିଛି ତାଙ୍କୁ। ଆଉ କେତେ ଖଟିବେ? ସେଇ ସାନ ପୁଅ ଦିନ କହୁଥିଲା, ନିଜ ଦେହ ଠିକ୍ ରହୁନି, ବାପା ସିଆଡ଼େ ଏକା, ଏଇ ବୟସରେ ଅଲଗା ହେଇକି କାହିଁକି ରହୁଛ ତମମାନେ? ଜୀବନ ସାରା ତ ଅଲଗା ରହିଲ, ଏଥର ତ ଏକାଠି ରୁହ। ଭାଇ ଭାଉଜ ନିଜ ସମସ୍ୟା ନିଜ ସମାଧାନ କରନ୍ତୁ। ଏବେ ନିଜ ଉପରକୁ ଆସିଲା ଯେତେବେଳେ ସମ୍ପୂର୍ଣ୍ଣ ଓଲଟି ଯାଉଛି ସେ। ସବୁବେଳେ ଗେହ୍ଲା କରି କହୁଥିବା ପୁଅର କଣ୍ଠରେ ଆଜି ବିରକ୍ତି। ରୀତାଙ୍କ ହାତରୁ ମୋବାଇଲ ଛଡ଼େଇ ନେଇ ସୁଶାନ୍ତ ବାବୁ ଚଢ଼ା ଗଳାରେ କହିଲେ, ସେଇଟା ଭୁଲ ଥିଲା ରେ ପୁଅ ଆମର।
ଆମ ବାପା ମାଙ୍କର ଦାୟିତ୍ୱ ଆଉ ସରିବନି କି? ଆମ ଦୁଇ ଜଣଙ୍କର କଥା କେବେ ତମେ ଦୁଇ ଭାଇ ଭାବିଛ? ଏଇ ବୟସରେ ଅଲଗା ଅଲଗା ରହିଲେ କେତେ କଷ୍ଟ ହୁଏ। ଆମର ଦେହ ପା ଏବେ ଖରାପ ହେଲାଣି, ଆଉ ଖଟି ପାରିବୁ କି? ଆମକୁ ଏବେ ବିଶ୍ରାମ ଦରକାର। ବୋହୂକୁ ଆଣି ଗାଁରେ ଛାଡ଼ି ଦେଇ ଯା, ତାର ସେବା ଯତ୍ନରେ କିଛି ଅଭାବ ହେବନି। ତମମାନଙ୍କୁ ଯେତେବେଳେ ବଡ଼ କରିଛୁ, ତମ ପିଲାମାନଙ୍କୁ ବି ପାଳିକିରି ବଡ଼ କରିଦେବୁ। ସେମାନଙ୍କୁ ଆଉ ବୋହିବାକୁ ଆମକୁ ଆଉ ତମ ପାଖକୁ ଡାକନି। ଏଇଠି ଗାଁରେ ଆଣି ଛାଡ଼ିଦିଅ। ଆମେ ବୁଢ଼ା ବୁଢ଼ୀ ଆଉ ଅଲଗା ରହିପାରିବୁନି। ଫୋନ୍ ରଖିଦେଲେ ସୁଶାନ୍ତ ବାବୁ। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ସେ। ରୀତା ଦୌଡ଼ି ଆସିଲେ ତାଙ୍କ ପାଖକୁ। ଧନ୍ୟବାଦ।